ହଁ ନମସ୍କାର। ଆପଣଙ୍କ ନାଁ କ'ଣ? ରବି କୋଲା ଆପଣଙ୍କର ଗାଁ? ଆନ୍ଧ୍ର ଆନ୍ଧ୍ରରେ? ଓଡ଼ିଶାରେ ଆମେ ଏଇଟା ଚାଷ କରୁ। ହଁ ଏଇଠି ଓଡ଼ିଶାରେ ଆନ୍ଧ୍ରରେ ଆସି ଚାଷ କରୁଛନ୍ତି। କରୁଛୁ କେତେ ବର୍ଷ ଚାଷ କରୁଛନ୍ତି? ଏଇଟା 13 ବର୍ଷ 13 ବର୍ଷ ଚାଷ କରୁଛନ୍ତି। 13 ବର୍ଷ ଭିତରେ 13 ରକମ ଆଇଟମ୍ ଆପଣ ଲଗାଇଥିବେ। ତ ଏଇଟା ଆଜି କ'ଣ ଭେରାଇଟି ଆପଣ ଲଗାଇଛନ୍ତି? ଫ୍ରିଡମ୍ ମ୍ୟାଗଜିନ୍ କମ୍ପାନୀର ଫ୍ରିଡମ୍। ଫ୍ରିଡମ୍ ଏ ବର୍ଷ ଆପଣ ନୂଆ ଲଗାଇଲେ? ଏଇ ବର୍ଷ ନଗା ଲଗାଲନ ତ ଅଲଗା କପାସରୁ ଲଗାଲନ କମ୍ ଲଗାଲୁ ଏଇ ବର୍ଷ ଟିକେ ଅଧିକା ଲଗାଲୁ। ଗତ ବର୍ଷ ଆପଣ ସାମ୍ପଲ୍ ହିସାବରେ ଟିକେ ଟେଷ୍ଟ କରିଥିଲେ, ଏ ବର୍ଷ ଭଲ ଲାଗିଲା। କିନ୍ତୁ ଆପଣ ଯେ କପା ଚାଷ କରୁଛନ୍ତି ଅଲଗା କମ୍ପାନୀର ମଞ୍ଜି ଠାରୁ ଏ କମ୍ପାନୀର ମଞ୍ଜିରେ କେତେ କ'ଣ ଡିଫରେନ୍ସ ଆପଣ ଦେଖିଛନ୍ତି ଟିକେ କହିବେ? ଏକ୍ୱାଲ ତ ଅଛି ଟିକେ ଏ ବର୍ଷ ତ ପାଣି ପାଗ ଟିକେ ସୁବିଧା ନେଇ ନୟା ନାଇଁ ତ କପାତ ତ ଦେଖବାର୍ ଲାଗି ପସନ୍ଦ ଅଛି। କପାତ ଦେଖବାର୍ ଲାଗି ତୁଲବାର୍ ଲାଗି ବି ଲେଡ଼ିସ୍ ମାନେ ତୁଲବାର୍ ଲାଗି ବି ସୁବିଧା ଅଛି। ଆପଣ ଏମିତି ଫ୍ରିଡମ୍ରେ ତଥାପି ଯେମିତି ଆମେ କପା ଦେଖୁଛୁ ଆପଣ କେତେ କୁଇଣ୍ଟାଲ ଏକ୍ସପେକ୍ଟ କରୁଛନ୍ତି ଯେ ଏତେ ହୋଇପାରେ ଅମଳ? ଏଇଟା 10 କ୍ୱିଣ୍ଟାଲ ଲାଗି ପାରବ। 10 କୁଇଣ୍ଟାଲ। ଆଉ ପାଣି ଫାଣି ହେଲେ ଟିକେ 12 ଟୁ 15 କୁଇଣ୍ଟାଲ ହୋଇଥାନ୍ତା। ପାଣି ନେଇ ହେବାର ଲାଷ୍ଟ 40 ଦିନ ହେଲାନ ପାଣି ନେନ ତାର 80 ଦିନ ହେଲାନ ପାଣି 80 ଦିନ ଗଛ ହେଲା ତାପରେ ପାଣି ବନ୍ଦ ହେଲାନ। 80 ଦିନ ଗଛ କି গাছের জর্মিনেশন এবং ଅଲଗା কোনো ଅସୁବିଧା ଅଛି ପୋକ ପାଇଁ? 100% ଅଛି ଜର୍ମିନେସନ ଠିକ ଅଛି। କୌଣସି ପେଷ୍ଟ ଆଟାକ୍ ହয়নি? ପିଙ୍କ ବଲ୍ ବି ନାହିଁ? ପିଙ୍କ ବଲ୍ ତ ବର୍ତ୍ତମାନ ତ ନେଇ ନାହିଁ। ଆପଣଙ୍କର କେତେ ଜଣ ଚାଷୀ ଚାଷ କରୁଛନ୍ତି ଏଠିକା ସବୁ ମିଶି ଆପଣ ୟୁନିଟ୍ରେ? ଅଛି ଆମେ ମିଶାଇକିରି ନେନୁ ଅଲଗା ଅଲଗା କରୁଛୁ ହେଇଥିବାରନ 2000 ଏକର ତାକ ଆମର ଆନ୍ଧ୍ର ମାନେ ଚାଷ କରୁଛୁ। ମାନେ 2 ଏକର 50 ଏକର କି 100 ଏକର ଏନ୍ତା କରି କରୁଛୁ। ଯା ହଉ ଆପଣଙ୍କ ସାଙ୍ଗମାନଙ୍କୁ ଆପଣ ଟିକେ କହିଦେବେ ଯେ ଆସନ୍ତା ସିଜନରେ ସବୁମାନେ ଫ୍ରିଡମ୍ ଲଗାଇଲେ ଏମିତି ଅମଳ ପାଇବେ। ଆଉ ଗ୍ୟାରେଣ୍ଟି ସାଙ୍ଗରେ ଆପଣ କହିଦିଅନ୍ତୁ ଯେ ଫ୍ରିଡମ୍ ଆମେ ଲଗାଇଛୁ, ଆପଣମାନେ ଲଗାନ୍ତୁ, ଅଧିକ ଅମଳ ପାଆନ୍ତୁ। ଠିକ୍ ଅଛି କହିଦେବୁ ମୁଁ ସବୁକୁ କହିଦେବୁ। ओके, तो बढ़िया हुआ है।